ଆଜି ଦେଖିବା +3 ଥାର୍ଡ ସେମିଷ୍ଟାର ଏଜୁକେସନ ଅନର୍ସର କୋର୍ସ 7 ୟୁନିଟ୍ 1। ତା ପୂର୍ବରୁ ଭିଡ଼ିଓକୁ ଲାଇକ୍, ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅ। 1 ମାର୍କ କ୍ୱେଶ୍ଚିନ୍ ଅଛି, 2 ମାର୍କ କ୍ୱେଶ୍ଚିନ୍ ଅଛି, 5 ମାର୍କ କ୍ୱେଶ୍ଚିନ୍ ବୋଧେ ଅଛି, ତଳେ ଦେଖିବା। ତା ପୂର୍ବରୁ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅ। ସବୁ ପିଡିଏଫ୍ କହିଛି ଯୋଗେଇଦେମି, ସବୁ ପିଡିଏଫ୍ ଯୋଗେଇଦେମି। ଆଉ ଭିଡ଼ିଓକୁ ସ୍କିପ୍ ନ କରି ସବୁ ଆଙ୍କେ ଦେଖନ୍ତୁ। ସ୍ୱାମୀ ଦୟାନନ୍ଦ ସରସ୍ୱତୀ ଏବଂ ସ୍ୱାମୀ ବିବେକାନନ୍ଦଙ୍କର ଅବଦାନ। ଏଇଟା ହେଲା MCQ ରା। 1ରେ ଆର୍ଯ୍ୟ ସମାଜ ପ୍ରତିଷ୍ଠାତା କିଏ ଥିଲେ? ତା ଆନ୍ସର ହବ ଦୟାନନ୍ଦ ସରସ୍ୱତୀ। ସତ୍ୟାଗ୍ରହ ପ୍ରକାଶ ପୁସ୍ତକର ରଚୟିତା କିଏ? ତା ଆନ୍ସର ହବ ସ୍ୱାମୀ ଦୟାନନ୍ଦ ସରସ୍ୱତୀ। 3ରେ ସ୍ୱରାଜ ଇଣ୍ଡିଆ ଫର ଇଣ୍ଡିଆନ୍ ଏଇ ଡାକରାଟା କାହାର ଥିଲା? ତା ଆନ୍ସର ହବ ଦୟାନନ୍ଦ ସରସ୍ୱତୀ। ତାପରେ 4 କିଏ ଦୟାନନ୍ଦ ସରସ୍ୱତୀଙ୍କ ମେକର୍ସ ଅଫ ମଡର୍ଣ୍ଣ ଇଣ୍ଡିଆ ବୋଲି କହୁଥିଲେ? ତା ଆନ୍ସର ହବ ରାଧାକ୍ରିଷ୍ଣ। ତାପରେ 5ରେ ଅସ୍ପୃଶ୍ୟତାର ବିରୋଧ ନାରୀଙ୍କୁ ସମ୍ମାନ କାହାର ଡାକରା ଥିଲା? ତା ଆନ୍ସର ଏଟା ବି ହବ ଦୟାନନ୍ଦ ସରସ୍ୱତୀ। ତା ଆନ୍ସର ଦେଖ ସି ଦୟାନନ୍ଦ ସରସ୍ୱତୀ ଏଇଟା। ତାପରେ 6 ସତ୍ୟର୍ଥ ପ୍ରକାଶ କିଏ ରଚନା କରିଥିଲେ? ଏଟା ବି ହବ ଆନ୍ସର ଦୟାନନ୍ଦ ସରସ୍ୱତୀ। 7 ଆର୍ଯ୍ୟ ଶିକ୍ଷା ବ୍ୟବସ୍ଥାରେ ଶିକ୍ଷା ଗ୍ରହଣ ପୂର୍ବରୁ କେଉଁ ବ୍ରତ ପାଳନ କରାଯାଉଥିଲା? ଏଟା ହବ ଆନ୍ସର ହବ ବି ସାନୋରକର। ତାପରେ ଯିବା 8ରେ କାର୍ଯ୍ୟ ମଧ୍ୟରେ ଶିକ୍ଷଣ ପଦ୍ଧତି କିଏ ଅନୁସରଣ କରିଥିଲେ? ସ୍ୱାମୀ ବିବେକାନନ୍ଦ। 9 1983 ଚିକାଗୋ ଧର୍ମ ସମ୍ମିଳନୀରେ କିଏ ଯୋଗ ଦେଇଥିଲେ? ସ୍ୱାମୀ ବିବେକାନନ୍ଦ। 10 ନିମ୍ନ ମଧ୍ୟରୁ କିଏ ଜଣେ ବେଦାନ୍ତବାଦୀ ଦାର୍ଶନିକ ଥିଲେ? ସ୍ୱାମୀ ବିବେକାନନ୍ଦ। ତାପରେ ଦେଖିବା ଶୂନ୍ୟସ୍ଥାନ ପୂରଣ କର। 1ରେ ରାମକୃଷ୍ଣ ଡ୍ୟାସ୍ ରାମକୃଷ୍ଣ ପରମହଂସଙ୍କ ଶିଷ୍ୟତ୍ୱ ଗ୍ରହଣ କରିଥିଲେ? ବିବେକାନନ୍ଦ। 2ରେ ବିବେକାନନ୍ଦଙ୍କର ପୂର୍ବ ନାମ ଡ୍ୟାସ୍ ଥିଲା? ନୀରେନ୍ଦ୍ର ଦତ୍ତ। ଏଇଟା ମନେ ରଖିଥିବ, ନୀରେନ୍ଦ୍ର ଦତ୍ତ। 3ରେ ଡ୍ୟାସ୍ ଜଣେ ବେଦାନ୍ତବାଦୀ ଦାର୍ଶନିକ ଥିଲେ? ବିବେକାନନ୍ଦ। 4 ଆର୍ଯ୍ୟ ସମାଜର ପ୍ରତିଷ୍ଠାତା ଡ୍ୟାସ୍ ଥିଲେ? ସ୍ୱାମୀ ଦୟାନନ୍ଦ ସରସ୍ୱତୀ। ଏଇଟା ମନେ ରଖିଥିବ 4ଟା। ଆର୍ଯ୍ୟ ସମାଜର ପ୍ରତିଷ୍ଠାତା କିଏ ଥିଲେ? ସ୍ୱାମୀ ଦୟାନନ୍ଦ ସରସ୍ୱତୀ। 5 ସତ୍ୟାଗ୍ରହ ପ୍ରକାଶ ପୁସ୍ତକର ରଚୟିତା ଡ୍ୟାସ୍ ଥିଲେ? ଦୟାନନ୍ଦ ସରସ୍ୱତୀ। ଆଙ୍କର ଖାଲି ଦୟାନନ୍ଦ ସରସ୍ୱତୀ ଆଉ ବିବେକାନନ୍ଦ ଏଇ ଦିଟା ହବ ପ୍ରାୟରୁ ପ୍ରାୟ ଆନ୍ସର ହବ। 6 ରାମକୃଷ୍ଣ ମିଶନ ଡ୍ୟାସ୍ ଗଠନ କରିଥିଲେ? ବିବେକାନନ୍ଦ। 7 ବିବେକାନନ୍ଦଙ୍କ ମତରେ ଶିକ୍ଷାର ଦୁଇଟି ଲକ୍ଷ୍ୟ ଯଥା ଡ୍ୟାସ୍ ଓ ଡ୍ୟାସ୍ ଥିଲା? ଆସନ ଲକ୍ଷ୍ୟ, ଚରମ ଲକ୍ଷ୍ୟ ଏଇ ଦିଟା। 8 ଇଣ୍ଡିଆ ଫର ଇଣ୍ଡିଆନ୍ ଡାକରାଟି ଡ୍ୟାସ୍ କରିଥିଲା? ଏଟା MCQରେ ଦେଖିକି ଆଇଲ ଦୟାନନ୍ଦ ସରସ୍ୱତୀ। ଏଟା ଡବଲ କ୍ୱେଶ୍ଚିନ୍ ଅଛି ଆଉ। ଏଠି ଦେଖ ସ୍ୱାମୀ ଦୟାନନ୍ଦ ସରସ୍ୱତୀଙ୍କ ଶିକ୍ଷା ଦର୍ଶନର ଉପାଦାନ ଗୁଡ଼ିକ ଲେଖ। 1ରେ ଏଟା ହେଲା 2 ମାର୍କ କ୍ୱେଶ୍ଚିନ୍। ସ୍ୱାମୀ ଦୟାନନ୍ଦ ସରସ୍ୱତୀଙ୍କ ଶିକ୍ଷା ଦର୍ଶନର ଉପାଦାନ ହେଲା 1ରେ ପାଠ୍ୟକ୍ରମ ଓ ପାଠ୍ୟପୁସ୍ତକ, ଆଇରେ I ଶିକ୍ଷାଦାନ ପଦ୍ଧତି ଓ ଶିକ୍ଷକଙ୍କ ଭୂମିକା, I ସହଶିକ୍ଷା ଓ ନାରୀ ଶିକ୍ଷା, IBରେ ଛାତ୍ର ଜୀବନ, Bରେ ଦୟାନନ୍ଦ ସରସ୍ୱତୀଙ୍କ ଗୁରୁକୁଳ ଶିକ୍ଷା ବ୍ୟବସ୍ଥା। 2ରେ ଦେଖିବା ଦୟାନନ୍ଦ ସରସ୍ୱତୀଙ୍କ ଶିକ୍ଷାର ପାଠ୍ୟକ୍ରମ କ'ଣ ଥିଲା? ଆନ୍ସର ହବ ପାଠ୍ୟକ୍ରମ ଧର୍ମ ସଂସ୍କୃତି ଅଧ୍ୟୟନ ଆଧ୍ୟାତ୍ମିକ ଓ ନୈତିକ ବିକାଶ ଉପରେ ଆଧାରିତ ହେଲା। ଧର୍ମ ଓ ଚରିତ୍ର ବିକାଶ, ବୈଦିକ ଶାସ୍ତ୍ର ଅଧ୍ୟୟନ, ବୈଦିକ ଓ ସଂସ୍କୃତି ପାଠ ପ୍ରାଚୀନ ଭାରତର ଶିକ୍ଷା ପାଠ୍ୟକ୍ରମର ଅନ୍ତର୍ଭୁକ୍ତ ଥିଲା। ପ୍ରଥମେ ଶିଶୁମାନେ ପାଣିନି ବର୍ଣ୍ଣ ଓ ଶବ୍ଦ ଉଚ୍ଚାରଣ ଶିଖୁଥିଲେ। ତାପରେ ବୈଦିକ ବର୍ଣ୍ଣମାଳା, କବିତାର ନିୟମ, ରାମାୟଣ ମହାଭାରତ ପଠନ, ବେଦ ପଠନ, ଉପନିଷଦ ଜ୍ଞାନ, ଗଣନା ଶାସ୍ତ୍ର, ଜ୍ୟୋତିଶାସ୍ତ୍ର, ଗଣିତ, ଭୂଗୋଳ, ବୀଜଗଣିତ ଓ ନୃତତ୍ତ୍ୱ ବିଜ୍ଞାନ ଆଦି ପାଠ୍ୟକ୍ରମର ଅନ୍ତର୍ଭୁକ୍ତ ଥିଲା। ତାପରେ ଦେଖିବା ଏଇଠି 3 ନମ୍ବର କ୍ୱେଶ୍ଚିନ୍ ସ୍ୱାମୀ ଦୟାନନ୍ଦଙ୍କ ଶିକ୍ଷାଦାନ ପଦ୍ଧତି କ'ଣ ଥିଲା? ସ୍ୱାମୀ ଦୟାନନ୍ଦ ସରସ୍ୱତୀ ଆର୍ଯ୍ୟ ସମାଜ ପ୍ରଚାରକ ଥିଲେ। 6 ବର୍ଷ ବୟସରେ ଶିଶୁ ଶିକ୍ଷା ଆରମ୍ଭ ହୁଏ। ଏଥିପୂର୍ବରୁ ଏକ ଉପନୟନର ସୋନାର କର ପାଳନ କରାଯାଏ। ଏହି ଉପନୟନର ଅର୍ଥ ହେଲା ଟେକିଂ ଟୁ ୱାନ୍ ସେଲ୍ଫ, ଆତ୍ମ ଉନ୍ନୟନ। ବିଦ୍ୟାଳୟ ଏକ ଆବଶ୍ୟକୀୟ ଶିକ୍ଷା ସଂସ୍ଥା ଥିଲା। ଏଠାରେ ଶିକ୍ଷାର୍ଥୀ ବ୍ୟାକରଣ ବିଧିବଦ୍ଧ ଭାବେ
ଏଠାରେ ଶିକ୍ଷାର୍ଥୀ ବ୍ୟାକରଣ ବିଧିବଦ୍ଧ ଭାବେ ପଢ଼ିଥାଏ। ଶବ୍ଦର ଉଚ୍ଚାରଣ, ସ୍ମୃତିଚାରଣ, ପୁସ୍ତକ ପଠନ ଶିକ୍ଷାଦାନ ପଦ୍ଧତି ଥିଲା। ଏଇଟା ହେଲା ଯାହା ସ୍ୱାମୀ ଦୟାନନ୍ଦଙ୍କ ଶିକ୍ଷାଦାନ ପଦ୍ଧତି। ତାପରେ ଏଠି ଦେଖିବା 4 ନାରୀ ଶିକ୍ଷା ଉପରେ ଦୟାନନ୍ଦ ସରସ୍ୱତୀଙ୍କ ମୃତ ଲେଖ। ଏଇଟା ହେଲା ମୋଷ୍ଟ ଇମ୍ପୋର୍ଟାଣ୍ଟ। ନାରୀ ଶିକ୍ଷା ଉପରେ ଦୟାନନ୍ଦ ସରସ୍ୱତୀଙ୍କ ମତ ଗୁଡ଼ିକ ହେଲା ଶିକ୍ଷା କ୍ଷେତ୍ରରେ ଉଭୟ ପୁରୁଷ ଓ ନାରୀକୁ ସମାନ ଅଧିକାର, ସୁବିଧା, ସୁଯୋଗ ରହିବା ଆବଶ୍ୟକ। ତାପରେ ଦେଖିବା ଅଥର୍ବ ବେଦ ଅନୁଯାୟୀ ନାରୀମାନେ ବ୍ରହ୍ମଚର୍ଯ୍ୟ ପାଳନ କରିବେ ଆଉ। ଅଥର୍ବ ବେଦ ଅନୁଯାୟୀ ନାରୀମାନେ ବ୍ରହ୍ମଚର୍ଯ୍ୟ ପାଳନ କରିବେ। ସ୍ୱାମୀ ଦୟାନନ୍ଦଙ୍କ ଉଭୟ ନାରୀ ଓ ପୁରୁଷଙ୍କ ପାଇଁ ସମଶିକ୍ଷା ହେବା ଉଚିତ। ଜଣେ ବ୍ରାହ୍ମଣ ଓ କ୍ଷତ୍ରିୟ ନାରୀମାନେ ଶିକ୍ଷା ଗ୍ରହଣରେ ମୁକ୍ତ ଥିଲେ। ମାତ୍ର ବୈଶ୍ୟ ପରିବାରର ଝିଅମାନେ ବ୍ୟବସାୟ, ପାରମ୍ପରିକ ଯାନ୍ତ୍ରିକ କଳା ଶିକ୍ଷା ବେଳେ ଶୂଦ୍ର ନାରୀମାନେ ରୋଷେଇ କାଳ ଶିକ୍ଷା କରନ୍ତି। ନାରୀମାନେ ଧର୍ମ ଶିକ୍ଷା, ବ୍ୟାକରଣ, ଭେଷଜ ବିଜ୍ଞାନ, ଗଣିତ ଶିକ୍ଷା କରିବା ଉଚିତ। ସେହିପରି ନାରୀମାନେ ସେମାନଙ୍କର ସ୍ୱାମୀଙ୍କୁ ପ୍ରକୃତ ବ୍ୟବହାର, ଗୃହ ପରିଚାଳନା, ଶିଶୁ ପାଳନ ଦାୟିତ୍ୱ ବହନ କରିବେ। ଏଗୁଡ଼ା ସବୁ ମାନେ ନାରୀ ଶିକ୍ଷା ଉପରେ ବୁଝଉଛି ଆଉ। ତାକୁ ସ୍କ୍ରୋଲ କରୁଛି, ତୁମେ ଦେଖିଦିଅ। ତା ପୂର୍ବରୁ ଭିଡ଼ିଓକୁ ଲାଇକ୍, ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅ। ତୁମକୁ କହିଛି ସବୁ ପିଡିଏଫ୍ ଯୋଗେଇଦେବି, ମାନେ ସବୁ ପିଡିଏଫ୍ ଯୋଗେଇଦେବି, ଟେନସନ୍ ନିଅ ନା। ଖାଲି ସବସ୍କ୍ରାଇବ୍ କରିକି ରୁହ ଆଉ ଭିଡ଼ିଓ ସ୍କିପ୍ କର ନା। ମୁଁ ଯାହା ଯାହା ବୁଝଉଛି ସେୟା କର। କନଫର୍ମ ପୁରା 100% ମାର୍କ ଆସିବ। ସବୁ ପିଡିଏଫ୍ କହିଛି ଯୋଗେଇଦେବି, ସବୁ ପିଡିଏଫ୍। ଏତିକି ତ। ଏଇ ପିଡିଏଫ୍ଟା ଯଦି ପାଇବାକୁ ଚାହୁଁଛନ୍ତି ଆମ ଟେଲିଗ୍ରାମ ଗ୍ରୁପରେ ଆଡ଼ ହେଇଯାଆନ୍ତୁ। ଡେସ୍କ୍ରିପସନ୍ ବକ୍ସରେ ଲିଙ୍କ୍ ଅଛି। ସବୁ କ୍ଲାସ୍ ଯଦି ଖୋଜୁଛନ୍ତି ପ୍ଲେଲିଷ୍ଟ ଚେକ୍ କର, ସେଇଠି ପାଇଯିବ। ପ୍ଲେଲିଷ୍ଟ ଚେକ୍ କରିବ, ପାଇଯିବ।